ବାବା ଆଜ୍ଞା ଶରଣ ଆଜ୍ଞା। ଅନେକ ପ୍ରଭୁ ମହିମା। ଆପଣଙ୍କର ପରିଚୟ ଆଜ୍ଞା ଦିଅନ୍ତୁ। ସାଧୁ ମଦନ ମୋହନ ଦାସ। ଆମେ ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଭ୍ରମଣ କରୁ, ଖାସ୍ କରି ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର, ଉତ୍ତରାଖଣ୍ଡ ଇତ୍ୟାଦିରେ ଭ୍ରମଣ ହୋଇଥାଏ। ଆଉ ସାଧୁ ଜୀବନରେ ଅନେକ ଜାଗା ଯିବାକୁ ସୁଯୋଗ ମିଳିଛି। ଉତ୍କଳୀୟ ପରମ୍ପରା ମହିମା ଧର୍ମର ମୂଳ କେନ୍ଦ୍ର ଜୋରନ୍ଦା ଧାମ, ତେଣୁ ଓଡ଼ିଶାରେ ଆସିବା ନିହାତି ଆବଶ୍ୟକ। ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଜାଗାକୁ, ବିଭିନ୍ନ ଅଞ୍ଚଳକୁ ଯିବାକୁ ହୋଇଥାଏ। ଆଜି ଏହି ସୁଯୋଗ ନେଇ ପ୍ରାଚୀନ ପରମ୍ପରା, ପାରମ୍ପରିକ ମହିମା ଧର୍ମର କେନ୍ଦ୍ରବିନ୍ଦୁ ଜାଗା ଅନେକ ଭକ୍ତଙ୍କର ସମାଗମ ଏବଂ ଅନେକ ସାଧୁସନ୍ଥଙ୍କର ଆଗମନ ହୋଇଛି। ଏହି ଗୋଠିଣା ଗାଁରେ ଆଜି ଆସି ଆଶ୍ରମରେ କିଛି ଦ୍ୱିପଦ ଧର୍ମ ଆଲୋଚନା କରିବା ପାଇଁ ସୁଯୋଗ ମିଳିଲା। ତେଣୁ ଆସନ୍ତୁ, ଆମେ ପ୍ରଭୁଙ୍କ କୃପାରୁ କିଛି ଜିଜ୍ଞାସୁ ନିମନ୍ତେ କିଛି ପ୍ରଶ୍ନ କଥୋପକଥନ କରି ଉତ୍ତର ପ୍ରତ୍ୟୁତ୍ତର ଆଲୋଚନା ଚକ୍ର ଆରମ୍ଭ କରିବା। ଗୁରୁ ବ୍ରହ୍ମ ମହିମା ଅଲେ। ପ୍ରଭୁ ଶରଣ ରକ୍ଷା। ମାୟାରୁ ଆମେ କିପରି ବଞ୍ଚିବା? ମାୟା ହେଉଛି ଏ ମାୟା ସଂସାର, ଅର୍ଥାତ୍ ଭଗବାନଙ୍କର ତ୍ରିଗୁଣାତ୍ମିକା ମାୟା, ଯେଉଁଟା ବାସ୍ତବିକ ନୁହଁ, ଆରୋପିତ କରି ଯେଉଁ ଧର୍ମ, ଯେମିତି ସ୍ୱପ୍ନରେ ବା ଆମେ ରାତି ଅନ୍ଧାରରେ ମନ୍ଦ ଅନ୍ଧକାରରେ ରସି ଥିବ, ଦୌଡ଼ିବା ରସି ଥିବ, ତାକୁ ଯଦି ଆମେ ହଠାତ୍ ଦେଖିବା, ଆଲୋକ ନଥିଲେ କ'ଣ ସର୍ପ ପରି ଆମକୁ ଆଭାସିତ ହୋଇଥାଏ। ଯେଉଁଟା ବାସ୍ତବରେ ନୁହଁ କିନ୍ତୁ ଦୃଷ୍ଟିଗୋଚର ହୋଇଥାଏ, ଦେଖାଯାଇଥାଏ, ଆଭାସ ହୋଇଥାଏ। ତେଣୁକରି ତ୍ରିଗୁଣାତ୍ମିକ ମାୟା, ଆଉ ସେଇ ଈଶ୍ୱର ହେଉଛନ୍ତି ପରମାତ୍ମା ପରବ୍ରହ୍ମ, ମାୟାରୁ ଅତୀତ। ତେଣୁ ଯିଏ ଯାହାର କାରଣ, ଯିଏ ଯାହାର ଆଶ୍ରୟ ଅଛି, ଏ ସୃଷ୍ଟିର ସ୍ରଷ୍ଟା ମାୟା ଶକ୍ତି ବଳରେ ସୃଷ୍ଟି କରିଛନ୍ତି। ତେଣୁ ସେଇ ପରମାତ୍ମା ପରବ୍ରହ୍ମକୁ ଆଶ୍ରୟ ନେଲେ ଏଇ ମାୟାରୁ ପାରି ହୋଇଯିବ। ତେଣୁ ଭାଇ କହିଲେ, ସଂସାର ମତରେ ନୁହ ଭାଇ, ଏ ମାୟା ସଂସାର। ମାୟା ସଂସାରକୁ କେମିତି ପାରି ହେବ? ତେଣୁ ଆମେ ସାଧୁ ଭାଷାରେ କହିଲେ, ସନ୍ଥ କବିଙ୍କ ଭାଷାରେ କହିଲେ, ଯେଉଁ ଜନ ଭକ୍ତ ତାର ସେହୁ ଜାଣେ ବ୍ରହ୍ମସାର। ତ୍ରିଗୁଣ ଛିଡ଼ିଯିବ ନିଷ୍କାମ ହୋଇ। ସେଇ ଏକ ପ୍ରଭୁ ପରବ୍ରହ୍ମ ଯିଏ ମାୟା ଶକ୍ତି ବଳରେ ସୃଷ୍ଟି କରିଛନ୍ତି, ସେ ସୃଷ୍ଟିର ସ୍ରଷ୍ଟାକୁ ଜାଣିଲେ, ତାଙ୍କର କୃପା ବଳରେ ଆଧ୍ୟାତ୍ମିକ ଶକ୍ତି ହେଲେ, ଜ୍ଞାନ ବଳରେ ଅଜ୍ଞାନ ଦୂରୀଭୂତ ହେଲେ, ଅବିଦ୍ୟା ଦୂରୀଭୂତ ହେଲେ, ବିଦ୍ୟା ବା ଜ୍ଞାନ ଦ୍ୱାରା ଆମେ ସେ ପରମ ତତ୍ତ୍ୱକୁ ଉପଲବ୍ଧି କଲେ ତ୍ରିଗୁଣାତ୍ମିକ ବନ୍ଧନ ଛେଦନ ହୋଇଯିବ। ମାୟା ତାଙ୍କ ପ୍ରକୋପ କରିପାରିବନି। ଏହା ଶାସ୍ତ୍ରରେ ପ୍ରମାଣିତ ହୋଇଅଛି। ସଗୁଣ ବ୍ରହ୍ମ, ନିର୍ଗୁଣ ବ୍ରହ୍ମ କ'ଣ ଆଜ୍ଞା? ସଗୁଣ ବ୍ରହ୍ମ ହେଲେ ଯେଉଁ ଆମେ ବିଭିନ୍ନ ପ୍ରକାର ଅବତାର କଥା ଅଛି, ଲୀଳା ବିଗ୍ରହ ଧାରଣ କରିବା ପାଇଁ ଅଛି। ଯେତେବେଳେ ନିର୍ଗୁଣ ନିର୍ବିଶେଷ ବ୍ରହ୍ମ ସଚ୍ଚିଦାନନ୍ଦ, ଯେ ସତ୍ ସ୍ୱରୂପରେ ଚିତ୍ ସ୍ୱରୂପରେ ବିଦ୍ୟମାନ ଅଛନ୍ତି, ନିରଞ୍ଜନମ୍ ନିର୍ବିକଳ୍ପମ୍ ବୋଲି ଶାଶ୍ୱତମ ଅଦ୍ୱୈତମ ବ୍ରହ୍ମ ବେଦାନ୍ତ ଦର୍ଶନରେ କୁହାଯାଇଛି। ତେଣୁ ଆଉ ଯେତେବେଳେ ସୃଷ୍ଟିର କାରଣ ହୋଇଥାନ୍ତି, ଏଇ ଯେଉଁ ମାୟା ସଂସାର ସୃଷ୍ଟି କଲେ, ଏ ସୃଷ୍ଟିର ସ୍ରଷ୍ଟା ହେଲେ ଉପାଧି ବିଶିଷ୍ଟ ବ୍ରହ୍ମ, ତାଙ୍କୁ ସୋପାଧିକ ବେଦାନ୍ତ ଭାଷାରେ କୁହାଯାଇଥାଏ। ଉପାଧି ବିଶିଷ୍ଟ ବ୍ରହ୍ମ ହେଉଛନ୍ତି ଗୁଣ କ୍ରିୟା ନେଇକରି ସୃଷ୍ଟି କରନ୍ତି ଉପାଧି ବଳରୁ, ତାଙ୍କୁ ସୋପାଧିକ ବ୍ରହ୍ମ କୁହାଯାଏ। ଗୁଣ ଆକାର ନେଇ ସୃଷ୍ଟି କରିଥାନ୍ତି, ଅବତାର ମଧ୍ୟ ନେଇଥାନ୍ତି, ଭକ୍ତର ଦୁଃଖ କଷଣ ମଧ୍ୟ ଦୂର କରିଥାନ୍ତି। ତେଣୁକରି ଭକତ ଭାବେ ହନ୍ତି ବସ, ଯିଏ ଭକ୍ତ ଭାବରେ ବଶୀଭୂତ ହୋଇ ବିଭିନ୍ନ କାର୍ଯ୍ୟ, ଅଲୌକିକ ଶକ୍ତି ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ଯିଏ ଲୀଳା ବିଗ୍ରହ ଧାରଣ କରିଥାନ୍ତି। ଆକାର ବିଶିଷ୍ଟ ନେଇକରି ଲୀଳା ଧାରଣ କରିବା ହେଉଛି ସାକାର, ଆକାର ବିଶିଷ୍ଟ। ଆଉ ବାସ୍ତବିକ ହେଉଛି ନିରୁପାଧିକ ବ୍ରହ୍ମ, ସେ ନିର୍ଗୁଣ ବ୍ରହ୍ମ, ଗୁଣ କ୍ରିୟାରୁ ଅତୀତ, ଯାହାକୁ ଆମର ଶାସ୍ତ୍ରୀୟ ଭାଷାରେ କୁହାଯାଏ, କ'ଣ କୁହାଯାଏ? ଅର୍ଥାତ୍ ସେଇ ବ୍ରହ୍ମ ହେଉଛନ୍ତି ମାୟାରୁ ଅତୀତ, ବ୍ରହ୍ମ ପରମାତ୍ମା ଗୁଣରୁ ଅତୀତ, ଯାହା ଗୋଟିଏ ଶାସ୍ତ୍ରରେ ଲେଖା ଅଛି। ଅର୍ଥାତ୍ ବ୍ରହ୍ମାନନ୍ଦମ୍ ପରମ ସୁଖଦମ୍ କେବଲମ୍ ଜ୍ଞାନ ମୂର୍ତ୍ତିମ୍ ଦ୍ୱନ୍ଦ୍ୱାତୀତମ୍ ଗଗନ ସଦୃଶମ୍ ତତ୍ତ୍ୱମସ୍ୟାଦି ଲକ୍ଷ୍ୟମ୍ ଏକମ୍ ନିତ୍ୟମ୍ ବିମଲମଚଲମ୍ ସର୍ବଧି ସାକ୍ଷୀଭୂତମ୍ ଭାବାତୀତମ୍ ତ୍ରିଗୁଣରହିତମ୍ ସଦ୍ଗୁରୁମ୍। ସେହି ସଦ୍ଗୁରୁଙ୍କୁ ନମସ୍କାର କରିବା ପାଇଁ, ତାଙ୍କର ଆଶ୍ରୟ ନେବା ପାଇଁ କହିଛି। କିନ୍ତୁ ସାଧାରଣ ଭାଷାରେ ଆମେ ଯଦି କହିବା ଯେ ସୃଷ୍ଟିର ସ୍ରଷ୍ଟା ହେଲେ, ନାନା ଲୀଳାଦି ବିଗ୍ରହ ଧାରଣ କଲେ, ସେ ଅବତାର ବିଶିଷ୍ଟ କଥା ପୁରାଣ ଆଦିରେ ମଧ୍ୟ ଅଛି। ତେଣୁକରି ଭକ୍ତଙ୍କ ଦୁଃଖ କଷଣ ଦୂର କରିବା ପାଇଁ ଲୀଳା ବିଗ୍ରହ ଧାରଣ କରି ଆକୃତି ବିକୃତି ହୋଇ ଯେଉଁମାନେ ଉପାଧି ବିଶିଷ୍ଟରେ ଗୁଣୀଭୂତ ହୋଇଥାନ୍ତି, ତାଙ୍କୁ ସାକାର କୁହାଯାଏ। ଆଉ ବାସ୍ତବ ବିଚାର କଲେ ଉପାଧି ରହିତ ହେଲେ ନିରୁପାଧିକ ବ୍ରହ୍ମ, ନିର୍ଗୁଣ। ଏଇଟା ଭେଦ ଅଛି କାର୍ଯ୍ୟ କାରଣ ଭାବ ନେଇକି। ଆଜ୍ଞା ଆଉ ଗୋଟେ ପ୍ରଶ୍ନ ଅଛି, ଆତ୍ମା ଏବଂ ପରମାତ୍ମା ଏକ ନା ଭିନ୍ନ?
ଅଜ୍ଞାନ ଦୃଷ୍ଟିରୁ ଭିନ୍ନ। ଯେମିତି ଆମେ ମହାନଦୀ ଅଛି, ସମୁଦ୍ର ଅଛି, ଯେତେ ନଦ ନଦୀ ମିଶି ଯାଆନ୍ତି ସମୁଦ୍ରରେ, ସେ ସମୁଦ୍ର ଅଗାଧ ଜଳ ସାଗର। ଯେତେବେଳେ ଆମେ ସାଗରରେ ମିଶିଗଲେ ତାଙ୍କର ନାମ ରୂପ ନଥାଏ। ସେଇଭଳିଆ ଯେମିତି ଏକ ସୂର୍ଯ୍ୟ ଅନେକ ଘଟ ବା ମାଠିଆ ଭିତରେ ପାଣି ଥିବ, 1000ଟା ମାଠିଆ ଥାଉ ନା କାହିଁକି, ପ୍ରତ୍ୟେକ ମାଠିଆରେ ପାଣି ଥିବ। ସେଇ ଜଳ ଥିବା ଘଟ ଭିତରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ ପଡ଼ିଥାଏ। ଯଦି ଆମେ ଘଟଟାକୁ ନଷ୍ଟ ହୋଇଯାଏ ଘଟ, ସେତେବେଳେ ସେ ପ୍ରତିବିମ୍ବ ଯେଉଁ ସୂର୍ଯ୍ୟର ଥାଏ ସେ ବିମ୍ବଭୂତ ହୋଇଯାଏ। ଜ୍ଞାନ ଦୃଷ୍ଟିକୋଣରୁ, ଜ୍ଞାନୀମାନଙ୍କ ଦୃଷ୍ଟିକୋଣରୁ ଆତ୍ମା ପରମାତ୍ମା ଐକ୍ୟ ଜ୍ଞାନ ହୋଇଥାଏ, ତାକୁ ବ୍ରହ୍ମାତ୍ମିକ ଜ୍ଞାନ କହନ୍ତି। ଏହି କଥାକୁ ଆତ୍ମାକୁ ଆତ୍ମା ଦିବେ ସ୍ମରେ ପରମାନନ୍ଦରେ ବିହରେ କୁହାଯାଇଛି। ଔପାଧି ବିଶିଷ୍ଟରୁ ଦେଖିଲେ ଏଇ ଜୀବ ଅବିଦ୍ୟା ଉପାଧି ବିଶିଷ୍ଟ ହୋଇକରି ନିଜକୁ ପରିଚ୍ଛିନ୍ନ ବୋଲି ଭାବେ। ଧର ଆମ ଗାଁଟା ଗୋଠିଣା ହେଲା, এই ଗୋଠିଣା ଗାଁଟା ସୀମାଟା ବହୁତ ଦୂରରୁ ଅଛି, କିନ୍ତୁ ଗୋଠିଣା ଗାଁ ସୀମା ଭିତରେ ଆମେ ଅଛେ ବୋଲି এই ଗ୍ରାମବାସୀ କହୁଛେ। ଗ୍ରାମବାସୀ ଭିତରେ ମଧ୍ୟ ଆମେ ଗୋଟେ ଘର ତିଆରି କରୁଛେ, ସେଇ ଘରେ ମଧ୍ୟ ଆମେ ଗୋଟେ ରୁମ୍ରେ ରହୁଛେ, ରୁମ୍ରେ ମଧ୍ୟ ସବୁ ଜାଗା ଗୋଟେ କୋଣରେ ରହୁଛେ। ତ ଯେମିତି ମାଠିଆରେ ଥିବା ପ୍ରତିବିମ୍ବ ସୂର୍ଯ୍ୟଟା ମାଠିଆ ଭିତରେ ଦେଖାଯାଉଛି, କିନ୍ତୁ ମାଠିଆ ଥିବା ସୂର୍ଯ୍ୟଟା ହିଁ ନୁହଁ, ଅନ୍ୟ ମାଠିଆ ମଧ୍ୟ ଅଛି। ଅନ୍ୟ ପ୍ରତ୍ୟେକ ମାଠିଆରେ ଯେଉଁ ଘଟ ଭିତରେ ଦେଖାଯାଉଛି ସେ ସୂର୍ଯ୍ୟ ଏକ ବ୍ରହ୍ମ ପରମାତ୍ମା ପରବ୍ରହ୍ମ। କିନ୍ତୁ ସେ ବ୍ରହ୍ମଙ୍କ ଠାରୁ ସେ ଆତ୍ମାଟା ଭିନ୍ନ ନୁହଁ, କିନ୍ତୁ ମାଠିଆ ଆଉ ଜଳ ଭିତରେ ଥିବାରୁ ପ୍ରତିବିମ୍ବ ଦେଖାଯାଉଛି। ତେଣୁକରି ଏ ଜୀବ ବନ୍ଦୀ ହୋଇଛି କର୍ମ ପାଶ ଦ୍ୱାରା, ଅର୍ଥାତ୍ ଅବିଦ୍ୟା ଆଚ୍ଛନ୍ନ ହେବାରୁ, ଉପାଧି ବିଶିଷ୍ଟ ହେବାରୁ, ସୁଖ ଦୁଃଖ ମାନି ମୁଁ ବୋଲି ଶରୀର ଭିତରେ ମୋହ କରିଦିଏ, ଆବଦ୍ଧ ହୋଇଯିବାରୁ ତାକୁ ଜୀବ କୁହାଗଲା। ଯେତେବେଳେ ଜ୍ଞାନ ଦ୍ୱାରା ଅଜ୍ଞାନ ଦୂରୀଭୂତ ହେବ, ମୁଁ ଆତ୍ମା ଏକମାତ୍ର ପରମାତ୍ମା ସ୍ୱରୂପ, ତେଣୁକରି ଆତ୍ମଜ୍ଞାନ ଦ୍ୱାରା ସେଇ ତତ୍ତ୍ୱକୁ ଉପଲବ୍ଧି କଲେ ଜୀବ ଆଉ ଆତ୍ମା ଐକ୍ୟ ଭାବ ହୋଇଥାଏ। ସେଇଟା ସନ୍ଥ କବି କଲେ ଅକ୍ଷୟ ବ୍ରହ୍ମରେ ମିଶି ଏକ ରୂପ ପ୍ରାୟ ଦିଶି, ତାକୁ କେହି ସରି ନାହିଁ ତିନି ବ୍ରହ୍ମାଣ୍ଡେ। ଯେଉଁ ବ୍ୟକ୍ତି ଏହି ଜୀବନରେ ଯଦି ସେଇ ଏକ ବ୍ରହ୍ମ ଆତ୍ମତତ୍ତ୍ୱକୁ ଉପଲବ୍ଧି କରିପାରିବ, ତାର ଜନ୍ମଟା ସାର୍ଥକ। ତିନି ବ୍ରହ୍ମାଣ୍ଡରେ ତାଙ୍କ ସଦୃଶ ଆଉ କେହି ହୋଇପାରିବେ ନାହିଁ। ଏଇ ମଣିଷ ଜୀବନରେ ସେଇ ତତ୍ତ୍ୱକୁ ଉପଲବ୍ଧି କରିବା ପାଇଁ ହିଁ ଠାକୁର ଆମକୁ ଜନ୍ମ ଦେଇଛନ୍ତି। ଗୁରୁ ବ୍ରହ୍ମ ମହିମା ଅଲେ। କର୍ମଫଳର ସତ୍ୟତା ଆଜ୍ଞା କ'ଣ? ହଁ, କର୍ମ କରଣେ ଫଳ ପାଇ ଆମେ ଯାହା ସୁଖ ଦୁଃଖ ନାନା ପ୍ରକାର ଭୋଗ କରୁଛେ, ଇଏ ହେଉଛି ଆମର ଅନେକ ଜନ୍ମର କର୍ମ ଅଛି। ଯେଉଁଟା ଆରମ୍ଭ ହୋଇଛି ତାକୁ ପ୍ରାରବ୍ଧ। ଯେତେବେଳେ ଜୀବ ମା ଗର୍ଭରେ ପ୍ରବେଶ କଲା, ସେତେବେଳେ ଗର୍ଭାଧାନ ସଂସ୍କାର ହେଲା, ପ୍ରବିଷ୍ଟ ହେଲା, ସେତେବେଳେ ତାର କର୍ମଟା ଆରମ୍ଭ ହେଲା। କିନ୍ତୁ ସେ ଗୋଟିଏ ଜନ୍ମର କର୍ମ ନୁହଁ, ଅନେକ ଜନ୍ମର କର୍ମ ଅଛି। କିନ୍ତୁ ଯେଉଁଟା ଆରମ୍ଭ ହେଲା, ଯେତିକି ଆମକୁ ଫଳପ୍ରଦ ହେଲା, ସେଇଟା ଆମେ ଈଶ୍ୱରରେ ଭୋଗ କଲେ। କିନ୍ତୁ ଈଶ୍ୱରରେ ହେଲା ପରେ ପୂର୍ବରୁ ମଧ୍ୟ କିଛି କର୍ମ କରିଛେ ଏବଂ ଏବେ ମଧ୍ୟ ବର୍ତ୍ତମାନ କିଛି କରିବା, ସେସବୁ ସଞ୍ଚିତ ହୋଇକରି ଥାଏ। ତେଣୁକରି ଅନେକ ଶରୀର ଧାରଣ କରି ଏ ଜୀବ କର୍ମ ରଜ୍ଜୁ ଦ୍ୱାରା ବନ୍ଦୀ ହୋଇ ବାନ୍ଧି ହୋଇ ସେ ଘୁରି ବୁଲୁଥାଏ। କିନ୍ତୁ ଏଇ କର୍ମର ଫଳ ମିଳିଥାଏ ଯେତେବେଳେ ଜଣେ ବ୍ୟକ୍ତି କର୍ମର ଫଳକୁ ଭାବିବ, ଏଇଟା ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ସଂସାରରେ ଆସିବାକୁ ପଡ଼ିଛି। ଯେତେବେଳେ ମୁଁ ଜନ୍ମ ମରଣ ପ୍ରାପ୍ତ କରୁଛି, ୟା ଭିତରେ ମୁଁ ମୁକ୍ତି କେମିତି ପାଇବି? ଯେତେବେଳେ ସେ ଜିଜ୍ଞାସା ହେବ, ତାପରେ ସେ କର୍ମ ଭକ୍ତି ଉପାସନା ନେଇକରି ଜ୍ଞାନର ଅଧିକାରୀ ହେଲେ, ସେ ତତ୍ତ୍ୱ ଉପଲବ୍ଧି କଲେ, ଅଜ୍ଞାନ ଦୂରୀଭୂତ ହେଲେ, କର୍ମର ବନ୍ଧନ ଶେଷ ହୋଇଗଲେ, କର୍ମ କରଣେ ଫଳ ପାଇ ପ୍ରାଣିତ ଅବଶ୍ୟ ଭଞ୍ଜଇ। ତେଣୁ ସନ୍ଥ କବି ଭୋଇ କହିଲେ, ତାହାଙ୍କୁ ଜୀବନ ଦିନ ନିର୍ବେଦେ କରେ ଦର୍ଶନ ଅଖଣ୍ଡିତ ବ୍ରହ୍ମଲୀନ। ଯେତେବେଳେ ସେ ଅଖଣ୍ଡିତ ବ୍ରହ୍ମ ଆନନ୍ଦକୁ ଉପଲବ୍ଧି କରିପାରିବ, ତତ୍ତ୍ୱକୁ ଜାଣିପାରିବ, ସେ ଜନ୍ମ ମୃତ୍ୟୁ ଚକ୍ରରୁ ସେ ଦୂରେଇ ଯିବ, ଜନ୍ମ ମରଣର ପାର ବୋଲି ଭୋଇ କହିଛନ୍ତି। ତେଣୁ ଆସନ୍ତୁ ଏହି ଉପଲବ୍ଧି କରି ଆମେ ଜୀବନରେ ସାର୍ଥକ କରିବା, ନିଜର ଜୀବନକୁ ଉପାସନା ଭକ୍ତି କର୍ମର ঊର୍ଦ୍ଧ୍ୱକୁ ଯାଇ ଜ୍ଞାନର ଅଧିକାରୀ ହେବା। ଗୁରୁ ବ୍ରହ୍ମ ମହିମା ଅଲେ। ବାବା ଆଜ୍ଞା, ଅଷ୍ଟାଙ୍ଗ ଯୋଗର ପରିଚୟ କ'ଣ ଆଜ୍ଞା? ଅଷ୍ଟାଙ୍ଗ ଯୋଗ ହେଉଛି ଅଙ୍ଗର 8ଟି ଅବୟବ ବିଶିଷ୍ଟ ଅଙ୍ଗ। ଯେଉଁ ଅଙ୍ଗ ଗୁଡ଼ିକ ଗୋଟିଏ ଗୋଟିଏ ଷ୍ଟେପ୍ ବାଇ ଷ୍ଟେପ୍, ପାହାଚ ଯେମିତି ଆମେ ଗତି କରିବା। ତେଣୁକରି ଧ୍ୟାନ ଧାରଣା ସମାଧି ଅଛି, ସବିକଳ୍ପ ନିର୍ବିକଳ୍ପ ସମାଧି ଅଛି। କିନ୍ତୁ ପ୍ରଥମ ହେଲା ଆମର ଶାରୀରିକ ସୁସ୍ଥତା ପାଇଁ, ମାନସିକ ସୁସ୍ଥତା ପାଇଁ ଯୋଗର 8ଟି ଅଙ୍ଗ ଅଛି। ସେଇ ଅଙ୍ଗ ଭିତରୁ ଯମ ନିୟମଠୁ ଆରମ୍ଭ କରାଯାଏ। ଯମ ନିୟମ ହେଲା ମାନେ ମୂଳାଧାର। ସନ୍ଥ କବି ଭୋଇ କହିଲେ, ଯମ ନିୟମ ଯାକୁ କରିଛି ସେ ପଥକୁ ଦୃଷ୍ଟି ଲଗାଅ। ଜ୍ଞାନ ଦୃଷ୍ଟି କହିଛନ୍ତି ଏ ଯମ ନିୟମ ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ, ପରିଗ୍ରହା, ୟମ। ଯୋଗ ଦର୍ଶନ ଅଛି, ୟାକୁ ୟମ କୁହାଯାଏ। ତେଣୁକରି ଯୋଗ ଦର୍ଶନ ହେଉଛି ଯୋଡ଼ି ହେବା, ଅର୍ଥାତ୍ ଆତ୍ମା ଆଉ ଜୀବାତ୍ମାର ଏକ ମିଳନ ହୋଇଯିବା।
अर्थात आध्यात्म आम संबंध हो जावा निजको ऐश्वरिक शक्ति आधान पूर्वक आम ईश्वर साथ जोड़ी हेबा अर्थात जोग तेणुक 8टी अंग अच्छे जमी आम घर कले पिलर करुचे विभिन्न प्रकार करुचे गोटे छामुंडिया कले विभिन्न प्रकार गछ खुंट पथि कर दौचे तेणु ठीक से भाया आम शरीर भितर अनेक अंग अच्छी प्रत्येक अंगर को मिसिक आम शरीर कहुचे किंतु शरीर भिन्न भिन्न अंगर अलग अलग कार्य अच्छे तेणु प्रति पहाच देकर स्टेप बाय स्टेप आम गति कले प्रत्येक सीढ़ी को आम अतिक्रमण कले प्रत्येक पहाच पाद दे जावा जम नियम ठार आरंभ कर आसन आसन प्राणायाम ध्यान धारणा तापर समाधि होची एक स्थित प्रज्ञ बुद्धि स्थिर हो मन स्थिर हो चंचलता दूर हो तेणुक भीम भाई कहले माने कौन से चलचंचल रहा स्थिर हो निश्चल भाव आसीज तेणुक मनरू अतीत हो तेणुक निश्चय पाइब भेट अमन पुरे परचय हो पड़े अण आगे से आकार रूप रहित से तत्व को जिते परिचय पाइब मन द्वारा बुद्धि द्वारा जोटा अतीत अवान मनस गोचर वेदांत कहुई तेणुक से अमनपुर मन द्वारा सविकल्प समाधि है मनरू अतीत गले समाधि अवस्था आसीगले ताकू अंतिम समाधि समाधान समाधि चित्तैकाग्रता समाधान कही कहुई शास्त्र तेणु आसतु ये कहवाणीटा को विराम देवा ब्रह्मांड मंगल करतु गुरु महिमा बाबा आज्ञा शरण आज्ञा।